ଥରେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କୁ ବସେଇକି ଆଲୋଚନା କରୁଥାନ୍ତି ଜୀବନର ମାର୍ଗ ବିଷୟରେ। ଏହି ସମୟରେ ଜଣେ ବୃଦ୍ଧା କାନ୍ଦି କାନ୍ଦି ଦୌଡ଼ି ଦୌଡ଼ି ଆସିଲେ ବୁଦ୍ଧଙ୍କ ପାଖକୁ ଏବଂ ବୁଦ୍ଧଙ୍କ ପାଦ ତଳେ ପଡ଼ିଯାଇ କହିଲେ, ହେ ପ୍ରଭୁ, ମୋ ଜୀବନର ମାର୍ଗ ଆଉ କିଛି ନାହିଁ, ମୋର ବଞ୍ଚିବାର କିଛି ଉପାୟ ଆଉ ନାହିଁ। ବୁଦ୍ଧଦେବ ଟିକେ ରହିଗଲେ ଏବଂ ପଚାରିଲେ, କ'ଣ ହେଲା ମାତା? ବୃଦ୍ଧା ଜଣକ କହିଲେ, ମୋ ଜୀବନର ବଞ୍ଚିବାର એકમાତ୍ର ଆଶା ଥିଲା ମୋର એકମାତ୍ର ପୁତ୍ର, ତାଙ୍କୁ ଆଜି ମୁଁ ହରେଇ ବସିଛି। ଆପଣ ମୋତେ ଏମିତି ଉପାୟ ବତାନ୍ତୁ ଯେମିତିକି ମୁଁ ମୋ ପୁତ୍ରକୁ ଫେରି ପାଇବି। ଗୌତମ ବୁଦ୍ଧ କହିଲେ, ମୁଁ ଆପଣଙ୍କୁ ତାର ଉପାୟ ବତେଇବି। ଉପାୟଟି ଏପରି ହେଲା, ଆପଣଙ୍କ ଗ୍ରାମକୁ ଯିବ, ଆପଣଙ୍କ ଗ୍ରାମର ପ୍ରତି ଘରୁ ଗୋଟିଏ ଗୋଟିଏ ସୋରିଷ ଆଣିବେ ମାଗିକି। ସେଇ ଗୋଟିଏ ଗୋଟିଏ ସୋରିଷ ଆଣିଲେ ମୁଁ ଆପଣଙ୍କ ପୁତ୍ରକୁ ବଞ୍ଚେଇ ପାରିବି। କିନ୍ତୁ ଆପଣ ଯେଉଁ ଘରୁ ସୋରିଷ ମାଗିବେ, ଯେପରି ଯେଉଁମାନେ ସୋରିଷ ଦେବେ, ଯେପରି ସେମାନଙ୍କ ପରିବାରର କୌଣସି ଲୋକର ମୃତ୍ୟୁ ହେଇନଥିବ, ତାହେଲେ ସେହି ସୋରିଷକୁ ଆଣିଲେ ମୁଁ ମୋର ମନ୍ତ୍ର ଦ୍ୱାରା ଆପଣଙ୍କ ପୁତ୍ରକୁ ବଞ୍ଚାଇ ପାରିବି, ଆପଣଙ୍କ ପୁତ୍ରକୁ ଜୀବନକୁ ବଞ୍ଚାଇ ପାରିବି, ଫେରାଇ ପାରିବି। ବୃଦ୍ଧା ଜଣକ କିଛି ବୁଝିବା ପୂର୍ବରୁ ଚାଲିଗଲେ ଗ୍ରାମକୁ ଏବଂ ଗ୍ରାମବାସୀମାନଙ୍କୁ ଅନୁରୋଧ କଲେ, ଆପଣମାନଙ୍କ ଘରୁ ପ୍ରତି ପରିବାରରୁ ଯଦି ମୋତେ ଗୋଟିଏ ଗୋଟିଏ ସୋରିଷ ଦିଅନ୍ତି, ତାହେଲେ ମୁଁ ମୋର ବଞ୍ଚିଥିବା ପୁଅକୁ ଫେରି ପାଇବି। ଗ୍ରାମବାସୀମାନେ ସମସ୍ତେ ରାଜି ହେଇଗଲେ, କିନ୍ତୁ ବୃଦ୍ଧା ଜଣକ କହିଲେ, ଆପଣମାନେ ମୋତେ ଯେଉଁ ସୋରିଷ ଦେବେ, ଯେପରି ଆପଣମାନଙ୍କ ପରିବାରରୁ କେହି ଯେମିତି କେବେ ମରିନଥିବେ। ଏକଥା ଶୁଣି ଲୋକମାନେ ଗମ୍ଭୀର ହେଇଗଲେ ଏବଂ କହିଲେ, ମାତା, ଆମ ଗ୍ରାମରେ ଏମିତି କୌଣସି ପରିବାର ନାହିଁ ଯେଉଁ ପରିବାରରେ କେହି ବି ମରିନାହାନ୍ତି, କେହି ବି ମୃତ୍ୟୁବରଣ କରିନାହାନ୍ତି। ବୃଦ୍ଧା ଏହିପରି ଗୋଟେ ଗାଁରୁ ଦ୍ୱିତୀୟ ଗ୍ରାମକୁ ଗଲେ, ତୃତୀୟ ଗ୍ରାମକୁ ଗଲେ, ଏହିପରି ସବୁ ବହୁତ ଗୁଡ଼ିଏ ଗ୍ରାମରେ ବୁଲିଲେ ଏବଂ ସେ ଏମିତି କୌଣସି ପରିବାର ପାଇଲେ ନାହିଁ ଯେଉଁ ପରିବାରକୁ କେହି କେବେ ମୃତ୍ୟୁ କରିନାହାନ୍ତି। ବୃଦ୍ଧା ଜଣକ ବୁଝିପାରିଲେ ଏବଂ ଫେରି ଆସିଲେ। ଆସି ବୁଦ୍ଧଦେବଙ୍କୁ କହିଲେ, ହେ ପ୍ରଭୁ, ହେ ଗୁରୁ, ଆପଣ କହିଥିବା କଥା, ମୋ ପିଲାକୁ ଫେରେଇ ଆଣିବେ, ସେ କଥା ମୁଁ ଆଜି ବୁଝିପାରିଲି। ଆଉ ଯେତିକି ଦିନ ମୁଁ ବଞ୍ଚିବି ମୋ ପୁତ୍ର ବିନା, ମୁଁ କିପରି ଶାନ୍ତିରେ ବଞ୍ଚିବି, କିପରି ମୋ ପୁତ୍ରର ଆତ୍ମା ଶାନ୍ତି ପାଇବ ଏବଂ ମୋ ଆତ୍ମା ଶାନ୍ତି ପାଇବ, ମୋତେ ସେଇ ମାର୍ଗ ବତାନ୍ତୁ। ତେଣୁ ମୃତ୍ୟୁ ହେଉଛି ସବୁବେଳେ ସତ୍ୟ। ମୃତ୍ୟୁ ମାତା ହେଉ, ପିତା ହେଉ, ଭାଇ, ଭଉଣୀ, ପତ୍ନୀ, ପତି, ମୃତ୍ୟୁ କେବେ କାହାକୁ ବି ଛାଡ଼େନି। ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ଯେତିକି ଦିନ ବଞ୍ଚିବେ ନିଜର ଆତ୍ମାକୁ, ଅନ୍ୟର ଆତ୍ମାକୁ ନ ବାଧିଲା ଭଳିଆ ନିଜର ଆତ୍ମାକୁ ଶାନ୍ତି ଦେଇକି ବଞ୍ଚିବାକୁ ପଡ଼ିବ। ମୃତ୍ୟୁକୁ ଡରିଲେ ମୃତ୍ୟୁ ଆମକୁ ଡରେଇବ। ମୃତ୍ୟୁ ହିଁ ଚିରନ୍ତନ ସତ୍ୟ।